ପିତାଶ୍ରୀ ନିଦ ଲାଗୁନି? ଆରେ ନିଅ ଏଥିରୁ 2 ପ୍ୟାକ୍ ମାରିଦିଅ, ପୁରା ଚୁପଚାପ ଶୋଇପଡ଼ିବ। ଆରେ ନିଅ ବାପ ପୁଅ ମିଶିକି ଟିକେ ଚିୟର୍ସ କରିବା ନା। ଠିକାର ଏମିତି ପୁଅ ମୋ ଔରସରୁ ଜନ୍ମ ହେବାର ଜାଣିଥିଲେ ମୁଁ ତଣ୍ଟି ଚିପି ମାରି ଦେଇଥାନ୍ତି। ଓହୋ, ଆଉ ମାରିପାରିବ ବାପା? ଆଉ ମାରିପାରିବ? ଅନୁଗୁଡ଼ା ମୋ ଦେହରେ ଥରେ ହାତ ଦବୁ, ଭାତରେ ପୁରା ଟନ ଦେଇଦେବି ଏକାବେଳେ। ତୁ ସେଇଆ କର। ଆରେ ତୋ ଭଳି କୁଳାଙ୍ଗାର ପୁଅ ପାଖରେ ବଞ୍ଚିବା ଅପେକ୍ଷା ମରିଯିବାଟା 100 ଗୁଣରେ ଭଲ। ତ ମୁଁ ତ ସେଇଆ ଚାହୁଁଛି। ଆଉ ତମେ ମରିଗଲା ପରେ ଏ ସବୁ ସମ୍ପତ୍ତିର ମାଲିକ ବି ମୁଁ। ଡାଡି ମରିଗଲ, ତମେ ଏବେ ମରିଯା। ଡାଡି ଆରେ ମରିଯା। ସେ ସମ୍ପତ୍ତିରେ ତୋର ଯେତିକି ଅଧିକାର ଅଛି ଆଉ ସପନର ବି ସେତିକି ଅଧିକାର ଅଛି। ଦରକାର ପଡ଼ିଲେ କାଳି କଉଡ଼ିଏ ବି ଦେବିନି। এইটি বাপা বাপা মতে তেজ পুত্র করিব। ହଁ ମୁଁ ତତେ ତେଜ ପୁତ୍ର କରିବି। হারাম জাদা পুত্র। আর তোরা মনুষ্য না গোটে জানোয়ার। দেবতা সমান বাপাঙ্গ উপরে তু হাত উঠাউছু। অভিনর করে ঘাঁটি উপরে ধর্ম তথা সহিবনি। তো কথা তু বুঝ, মো কথা মো বুঝ। এটি শুন, তুই এ ঘরে কজলপাতিয়া ভদ্রলিক হবার টোটাল দরকার নাই ହେଲା। ଘର କଥାରେ ମୁଣ୍ଡ ପୁରେଇ ଭନୁନୁ କୁଆ। ଏଇଠି ଅନୁନୁ ଥୋଇବି ଜାଣି। ତୋର ଏ ଘରେ ଯେତିକି ଅଧିକାର ଅଛି ମୋର ମଧ୍ୟ ସେତିକି ଅଧିକାର ଅଛି। ତୋର ବାବାଙ୍କ ମଧ୍ୟ ଯେତିକି ଅଧିକାର ଅଛି ମୋର ମଧ୍ୟ ସେତିକି ଅଧିକାର ଅଛି। ଶୁଣୁ ଏଇଠି ବୁଢ଼ା ପ୍ରତି ଅଧିକାର ଦଖେଇବା କଥା ଦଖଉଥା, ବୁଝିଲୁ? ମୋର କିଛି କହିବାର ନାହିଁ। ତୁ ମନେ ରଖିବା ଦରକାର, ତୁ ଗୋଟେ ଉଡ଼ା ଚଢ଼େଇ। ଆରେ ଉଡ଼ି ଆସିଛି ବସ ବାନ୍ଧିଛୁ, ଆଉ କୋଉଠି ବସ ବାନ୍ଧିବୁ? ଆଉ ମୋ କଥାରେ ମୁଣ୍ଡ କରିବୁ ଜୀବନରୁ ପାଇବି। ଏ ସମ୍ପତ୍ତି ପ୍ରତି ମୋର ଲୋଭ ଥିଲା ନା ଏବେ ଅଛି? କେବଳ ଏଇ ବୁଢ଼ା ବାପାଟା ପାଇଁ ଏ ଘରେ ମୁଁ ପଡ଼ି ରହିଛି। ଏଇ କଥା, ଏ ବୁଢ଼ା ମରିଗଲେ ତୁ ଚାଲିଯିବୁ ତ? ଠିକ ଅଛି ବାପା, ତମେ ମରିଯା, ମରିଯା, ତମେ ମରିଯା। ଆଉ ମୋ କଥାରେ ମୁଣ୍ଡ ପୁରାଇବ ବୁଢ଼ା ଠିଆ ଠିଆ ମାରିବି। ବହୁତ ଶୈଳୀ ମୁଁ ଆଉ ଏଣିକି ନୁହଁ। ଆଉ ଥରେ ଯଦି ମୋ ବାପାଙ୍କ ଉପରକୁ ହାତ ଉଠେଇଛୁ ଚିହ୍ନିବୁ ମୁଁ କିଏ। ଦେଖ ଏଇଠି କିନ୍ ଷ୍ଟାଇଲରେ ମାରୁଛୁ ଦେଖୁନୁ, ଦେଖ। धन्यवाद रे पुओ। अरे मो बाप हिसाब से जोटा न कही पारी तू आज बड़ भाई हिसाब से ସେଇଟା କରି ଦେଖେଇଥିଲୁ।